କାମାକ୍ଷାନଗର ମହୋତ୍ସବ ପାଇଁ ସଜେଇ ହେଉଛି କାମାକ୍ଷାନଗର ସହର। ରାଜ୍ୟ ପୁରସ୍କୃତ ଚିତ୍ରକର ପ୍ରଦୀପ ଷେଣ୍ଢ ରଙ୍ଗତୁଳି ମାଧ୍ୟମରେ ସହରର କାନ୍ଥବାଡ଼କୁ ସୁସଜ୍ଜିତ କରିବାର ଗୁରୁ ଦାୟିତ୍ୱ ପାଇଁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ନଗରପାଳ ଧର୍ମାନନ୍ଦ ପରିଡ଼ା। ଆସନ୍ତା ଫେବୃଆରୀ 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ମହା ଆଡ଼ମ୍ବରରେ ପାଳନ ହେବାକୁ ଯାଉଛି କାମାକ୍ଷାନଗର ମହୋତ୍ସବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁରସ୍କୃତ ଚିତ୍ରକର ଶ୍ରୀମାନ ପ୍ରଦୀପ ଷେଣ୍ଢ ଷ୍ଟାଡିୟମର ଚତୁଃପାର୍ଶ୍ୱ ଏବଂ ସହର କାନ୍ଥବାଡ଼ରେ ଅତି ସୁନ୍ଦର ଭାବରେ ଚିତ୍ର ଅଙ୍କନ କରି ସହରର ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରୁଛନ୍ତି। ଏହା ସହିତ ଏହିଭଳି ମହାନ କାର୍ଯ୍ୟରେ ନିୟୋଜିତ କରାଇଥିବା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ନଗରପାଳ ଧର୍ମାନନ୍ଦ ପରିଡ଼ା, କାମାକ୍ଷାନଗର ମହୋତ୍ସବ କମିଟିର ସଭାପତି ଓ ବ୍ୟବସ୍ଥାରେ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଚିତ୍ରକର ପ୍ରଦୀପ ଷେଣ୍ଢ କୃତଜ୍ଞତା ଜଣାଇଛନ୍ତି ଏବଂ କାନ୍ଥ ଭାବରେ ଅଙ୍କିତ ଛବି ସଭିଙ୍କ ହୃଦୟକୁ ଛୁଇଁବ ବୋଲି ଦୃଢ଼ ଆଶା ରଖିବା ସହ କାମାକ୍ଷାନଗର ମାଟିର ସୌନ୍ଦର୍ଯ୍ୟତା ସାରା ଓଡ଼ିଶାରେ ପରିବ୍ୟାପ୍ତ ହେବ ବୋଲି ମତପୋଷଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍। ମୁଁ ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ। ମୋର ଆଜିର ପ୍ରୋଜେକ୍ଟ ଯେଉଁଟାକି କାମାକ୍ଷାନଗର NACର ଯେଉଁ ୱାଲ୍ ପେଣ୍ଟିଂର ପ୍ରୋଜେକ୍ଟ ପାଇଁ ମୁଁ ଲିପ୍ତ ରହିଛି ଆଉ ସେଥିପାଇଁ ମୁଁ ବହୁତ ଖୁସି, ବହୁତ ଆନନ୍ଦିତ। ଆଉ ମୋତେ ଏଥିପାଇଁ ସୁଯୋଗ ମିଳିଥିବାରୁ ମୁଁ ବହୁତ ନିଜକୁ ଧନ୍ୟ ମନେ କରୁଛି। ଆଉ ମୋତେ ସୁଯୋଗ ଦେଇଥିଲେ ଯିଏକି ଆମର ମାନ୍ୟବର ମନ୍ତ୍ରୀ ଆଦରଣୀୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟ, ଆମର ପ୍ରିୟ ନେତା, ପ୍ରିୟ ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡ଼ା ମହୋଦୟ, ସେମାନଙ୍କୁ ମୋର ଆନ୍ତରିକତାରୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ନମସ୍କାର ବି ମଧ୍ୟ କରୁଛି। ଯେହେତୁ ମୋତେ ମୋ ନିଜ ମାଟିରେ ମୋତେ ଏ କାନ୍ଥ ଛବି କରିବା ପାଇଁ ସୁଯୋଗ ଦେଇଥିବାରୁ ଆଉ ମୁଁ ସେଥିପାଇଁ ନିଜକୁ ଗର୍ବ ଅନୁଭବ କରୁଛି। ଆଉ ଏତିକି ଆଶା ଦୀର୍ଘ 2 ବର୍ଷ ପରେ ଆଜି ଯେଉଁ ମହୋତ୍ସବ ହେବାକୁ ଯାଉଛି, ପ୍ରଥମ ଥର ପାଇଁ କ୍ରୀଡ଼ା ମହୋତ୍ସବ ପରେ ଆଜି ପ୍ରଥମ ଥର ପାଇଁ କାମାକ୍ଷା ମହୋତ୍ସବ ହେବାକୁ ଯାଉଛି। ତ ସେ ଉପଲକ୍ଷେ ଆଜି ଏତେ ସବୁ ମାନେ ଆୟୋଜନ ହେଉଛି, ଏତେ ସୌନ୍ଦର୍ଯ୍ୟକରଣ ହେଉଛି। ଆଉ ସେ ସୌନ୍ଦର୍ଯ୍ୟକରଣ ଭିତରେ ମୋତେ ବି ଗୋଟେ ପାର୍ଟ ମିଳିଛି, ଯେଉଁଟାକି ମୁଁ ମୋ ନିଜର କର୍ତ୍ତବ୍ୟ କେମିତି ଭଲରେ ଏଠି ଲିଭେଇ ପାରିବି ଆଉ ଲୋକଙ୍କର ଆକୃଷ୍ଟ ହୋଇପାରିବି। ମୋ କାନ୍ଥ ଛବିକି ଦେଖି ଲୋକମାନେ କେମିତି ମାନେ ଯେଉଁଟାକି ଆକୃଷ୍ଟ ହୋଇପାରିବେ, ମୋତେ ସେଇଟା ବେଶୀ ଭଲ ଲାଗିବ। ଆଉ ମୁଁ ଆଶା କରୁଛି ମୋ ଯେଉଁ ଛବିକି ଦେଖି ସମସ୍ତେ ଖୁସି ବି ହୁଅନ୍ତୁ। କାରଣ ଏଠି ଆମ ନିଜ ଅଞ୍ଚଳରୁ 30ଟା ଜିଲ୍ଲାର ସବୁ ବର୍ଗର ଖେଳାଳିମାନେ ଆସିକି ଉପସ୍ଥିତ ରହୁଛନ୍ତି ଆଉ ତାଙ୍କ ନିଜ ନିଜର ପ୍ରତିଭା ଦେଖାଉଛନ୍ତି। ଆଉ ୟା ମାଧ୍ୟମରେ ଏଇଟା ଗୋଟେ କାମାକ୍ଷାନଗର ମାଟିର ଗୋଟେ ପରିଚୟ ହେବା ପାଇଁ, ଆଉ କାମାକ୍ଷାନଗର ମାଟି ସାରା ଓଡ଼ିଶାରେ ସାରା ଘରେ ଘରେ ସବୁ ଜାଗାରେ ଯେମିତି ପରିଚିତ ମାନ୍ୟତା ପାଇବ, ତ ତାର ଏଟା ଗୋଟେ ମାନେ ବହୁତ ବଡ଼ ମହତ୍ୱପୂର୍ଣ୍ଣ ଭୂମିକା। ଆଉ ସେଥିପାଇଁ ମୋର ସମସ୍ତଙ୍କୁ ଧନ୍ୟବାଦ। ଏ ଅଞ୍ଚଳର ସମସ୍ତ ଆମର ଯେଉଁମାନେ ସବୁ କର୍ମକର୍ତ୍ତା, ଯେଉଁମାନେ ଏସବୁ କାର୍ଯ୍ୟକୁ ଅର୍ଗାନାଇଜ୍ କରିଛନ୍ତି, ତାଙ୍କୁ ତ ମୁଖ୍ୟତଃ ବହୁତ ବହୁତ ଧନ୍ୟବାଦ।